ଦୀର୍ଘ ଦିନ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ଖିରେଇ ଟାଙ୍ଗିରେ ଫୁଟୁଏ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଦେଇ ଲମ୍ବି ଯାଇଛି 49 ନମ୍ବର ଜାତୀୟ ରାଜପଥ। ଜାତୀୟ ରାଜପଥରେ ସବୁବେଳେ ଗାଡ଼ି ମଟର ଯିବା ଆସିବା କରୁଥିବା ଯୋଗୁଁ ରାସ୍ତା ପାର ହେବା ପାଇଁ ବହୁତ ଅସୁବିଧା ଦେଖାଦେଇଥାଏ। ସେଥିପାଇଁ ବ୍ୟସ୍ତବହୁଳ ଜନଗହଳି ବଜାର ଛକରେ ରାସ୍ତା ପାର ହେବା ପାଇଁ ଫୁଟୱେର ଆବଶ୍ୟକତା ପଡ଼ିଥାଏ। ସେହି ଫୁଟୱେ ଦ୍ୱାରା ଲୋକମାନେ ସହଜରେ ରାସ୍ତା ପାର ହୋଇ ପାରିଥାନ୍ତି। ଏହି 49 ନମ୍ବର ଜାତୀୟ ରାଜପଥ ଖିରେଇ ଟାଙ୍ଗିରେ ମଧ୍ୟ ଫୁଟୱେର ବ୍ୟବସ୍ଥା କରାଯାଇଛି। କିନ୍ତୁ ଦୁଃଖର ବିଷୟ ଯେ ଦୀର୍ଘ ଦିନ ହେଲା ଫୁଟୱେର ନିର୍ମାଣ କାର୍ଯ୍ୟ ଚାଲିଥିଲା ବେଳେ ହଠାତ୍ କାର୍ଯ୍ୟ ବନ୍ଦ ହୋଇ ରହିଯାଇଛି, ଯାହାଫଳରେ ବିଶେଷ ଭାବରେ ସ୍କୁଲ ପିଲାମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି। ଖିରେଇ ଟାଙ୍ଗିରେ ପ୍ରାଇମେରୀ ଠାରୁ ମହାବିଦ୍ୟାଳୟ, ଶିଶୁ ମନ୍ଦିର, ଇଂଲିଶ ମିଡିୟମ ରହିଥିବାରୁ ସ୍କୁଲ ପିଲାମାନଙ୍କ ପାଇଁ ରାସ୍ତା ପାର ହେବା ବିପଦ ହୋଇଥାଏ। ସ୍କୁଲ ଖୋଲିବା ପୂର୍ବରୁ ଫୁଟୱେ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇ ରହିଛି। ଏହି ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଚାଲୁ କରି ଫୁଟୱେ ସମ୍ପୂର୍ଣ୍ଣ କରିଦେଲେ ରାସ୍ତା ପାର ହେବା ପାଇଁ ସାଧାରଣ ଲୋକ ସହିତ ସ୍କୁଲ ପିଲାମାନଙ୍କ ପାଇଁ ସୁବିଧା ହୋଇପାରନ୍ତା। ତେଣୁ ଯଥାଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଚାଲୁ କରିବା ପାଇଁ କାର୍ଯ୍ୟନିର୍ବାହୀ ସଂସ୍ଥାକୁ ଖିରେଇ ଟାଙ୍ଗିରି ବଜାର କମିଟି ଅନୁରୋଧ କରିଛି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, এবি ନ୍ୟୁଜ।